কি কইছে এটা বিকে পারলেন কি হয়েছে এটা স্ট্যাটাস কোন সেটা সে অসরপা গোটে জন্তু কার্ତ୍ତି গোটে ନେତା ନବୀନା ଗୋटे ତାର ବସ୍ ସିଏ ଆମର କମେଣ୍ଟ ଦଉକି ଆମ ଉପରେ କାର୍ତ୍ତିକର ଷ୍ଟାଣ୍ଡାର୍ଡ ଆଉ ପ୍ରଦୀପ ପାଣି ନାଁରେ କମେଣ୍ଟ କରିବା ପାଇଁ କପିଶ୍ୱର ଲେଖା ଛିଡ଼ିଲା ଖଲିଗଡ଼ ଲେଖା ଛିଡ଼ିଲାଣି ସୋରଡ଼ା ଲେଖା ଛିଡ଼ିଲାଣି ପୋଲସରା ଲେଖା ଛିଡ଼ିଲାଣି ତାପରେ ଆସ୍କା ଟିକେ ହବ ତାପରେ ହିଞ୍ଜିଳିଟା ହିଞ୍ଜିଳିଟା ଟିକେ ରହିଛି ଆମର ସେପଟେ ସରିଲା ପରେ ଏପଟେ ହବ ଆଉ ଲୋକଙ୍କର ଯୋଉ ଉତ୍ସାହ ଆଗ୍ରହ ଆଉ ବିଜେପିରେ ଜଏନ୍ ହବା ପାଇଁ ଯୋଉ ଶ୍ରଦ୍ଧା ଆଉ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ସମସ୍ତେ ଗ୍ରହଣ କରିବା ତଥା ବିଜେପିର ଯୋଉ ଚିନ୍ତାଧାରା ବିଚାରଧାରା ଆଇଡିଓଲୋଜି ଆଦର୍ଶକୁ ବିଶ୍ୱାସ କରିବା ରାଜ୍ୟକୁ ତଥା ଦେଶକୁ ଶ୍ରେଷ୍ଠ କରିବା ସଂକଳ୍ପ ମଧ୍ୟ କବି ସୂର୍ଯ୍ୟନଗରବାସୀ ନେଇଛନ୍ତି ଏଥର ଓଡ଼ିଶାରେ ବିଜେପି ସରକାର ହବା ସୁନିଶ୍ଚିତ। ଚିକିଟିରେ ଗୋଟେ ସଭା ମଞ୍ଚରେ ବିକେ ପାଣ୍ଡିଆନ କହିଛନ୍ତି ଯେ ଜେଲ ଯାଇକି ବେଲ ଆସିଥିବା ନେତାକୁ ସଂସଦକୁ ନୁହଁ ଜେଲକୁ ପଠେଇବାର ଅଛି ଏ କଥା ମଧ୍ୟ କହିଛନ୍ତି ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ଠକିଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ ଜେଲ ପଠାଇଥିଲେ ଚିକିଟିବାସୀ ଏଭଳି ନେତାଙ୍କୁ ଚିହ୍ନନ୍ତୁ ଆଉ ଭୋଟ ଦେବା ସମୟ ମଧ୍ୟ ଆସିଛି। କିଏ କହିଛି ଏଇଟା ବିକେ ପାଣ୍ଡିଆନ କିଏ ହେଇଛି ସେଟା ସ୍ଟାଟସ୍ କଣ ସେଟା ସିଏ ଅସରପା ଗୋଟେ ଜନ୍ତୁ କାର୍ତ୍ତି ଗୋଟେ ନେତା ନବୀନା ଗୋଟେ ତାର ବସ୍ ସିଏ ଆମର କମେଣ୍ଟ ଦଉକି ଆମ ଉପରେ କାର୍ତ୍ତିକର ଷ୍ଟାଣ୍ଡାର୍ଡ ଆଉ ପ୍ରଦୀପ ପାଣି ନାଁରେ କମେଣ୍ଟ କରିବା ପାଇଁ ସିଏ ଗୋଟେ ନେତା କିଏ ଓଡ଼ିଶାରେ ଆସି ଷ୍ଟାଇଲ ମାରୁଛି ଲୋକ ଶୁଣୁଛନ୍ତି ଓଡ଼ିଆ ଲୋକ ତାକୁ ଜବାବ ଦେବା ଉଚିତ ନିର୍ବାଚନ ଆସିଛି ସେ ଚିକିଟିରେ ହଉ ବ୍ରହ୍ମପୁର ହଉ କବି ସୂର୍ଯ୍ୟନଗର ହଉ ସାରା ଓଡ଼ିଶାରେ ଆଜି ଆହ୍ୱାନ ଦଉଛି ଯଦି ମୋ ମାଟିର ପୁଅ ମୋ ନାଁରେ ଆରୋପ ଆସିଛି ନବୀନ ପଟ୍ଟନାୟକ ନାଁରେ ଆରୋପ ଆସିଛି ନବୀନ ପଟ୍ଟନାୟକ ନାଁରେ କୋଇଲା ସ୍କାମ ର କେତେ ଥର ସିବିଆଇ ଇନକ୍ୱାରି କରିଛି ସିବିଆଇ କୁ ଜେରା କରିଛି କାର୍ତ୍ତିକ ପାଣ୍ଡିଆନ କହିବ ନା କହିପାରିବନି ପ୍ରାଇଭେଟ ସେକ୍ରେଟାରୀ ଥିଲା ତ ତାର ଠାଉକିଆ ଚୋର ତସ୍କର ତୁ କମେଣ୍ଟ ଦବୁ କି ମୋ ନାଁରେ ନେତା ହେଇଛୁ ଡାଲି ଦୁର୍ନୀତି ଗଞ୍ଜାମ ଜିଲ୍ଲା ତଳେ ଗଞ୍ଜାମ ଜିଲ୍ଲାପାଳ ଥିଲା ବେଳେ ତୁ କରିଥିଲୁ ସେ ଯୋଉ ଧରଣୀଧର ବେହେରା ଚେନା ତ ମାରିଥିଲା ତତେ ତୋର ଷ୍ଟାଣ୍ଡାର୍ଡ ପାଇଁ ତୁ ମତେ ମୋ ନାଁରେ କମେଣ୍ଟ କରିବୁ ମୋର ମୋ ଶରଣରେ ଥିବା ଲୋକ ଜିଲ୍ଲାପାଳ ଥିଲା ବେଳେ ସିଏ ମୋ ନାଁରେ କମେଣ୍ଟ ଦଉଛି କିଏ ନବୀନା ପାୱାରରେ ନବୀନା ହଟାଅ ଓଡ଼ିଶା ବଞ୍ଚାଅ ଆସ୍କାରେ ଯୋଉ ଡିଆଇ ନଥିଲେ ତାଙ୍କଠୁ ଦୁଇଟି ନେଇଯାଇଛି ସିଏ ତାଙ୍କୁ ସସ୍ପେଣ୍ଡ କରିଦେଲା ସେ ଲୋକ ହାଇକୋର୍ଟରେ ଗଲେ ହାଇକୋର୍ଟ ଅର୍ଡର ଦେଲା ତାଙ୍କୁ ରିଇନଷ୍ଟେଟ୍ କରିବା ପାଇଁ କରେଇଦେଲାନି ଦ୍ୱିତୀୟରେ ସେ ହାଇକୋର୍ଟରେ ପୁଣି କଣ୍ଟେମ୍ପ୍ଟ ପକେଇଲେ କଣ୍ଟେମ୍ପ୍ଟ ଅର୍ଡର ଆସିଲା ପରେ ସେ ମାସ୍ ଏଜୁକେସନ ଡିପାର୍ଟମେଣ୍ଟ ତାକୁ ଗ୍ରହଣ ବି କରେଇଦେଲାନି ଏମିତି ନେତା କାଢୁଆ ନେତା ହେଇଛି କି ଆଉ ଗୋଟେ କଣ କହିଛି ଜେଲ ଯିଏ କଣ ଜେଲ ବେଲ ଆଉ ଥରେ ଜେଲ ତ ଷ୍ଟାଟସ ଟା କଣ ନିର୍ବାଚନ ସରୁ ତୁ କେତେ ଥର ଜେଲ ଯିବୁ ମୁଁ ଦେଖିବି ତତେ।